ଆଜି ଦୁନିଆରେ ଯାହା ସବୁ ଘଟୁଛି, ବିଶେଷ କରି ଇସ୍ରାଏଲ, ଇରାନ ଏବଂ ଆମେରିକା ମଧ୍ୟରେ ଯେଉଁ ଉତ୍ତେଜନା ଚାଲିଛି, ତାହା କୌଣସି ସାଧାରଣ ଘଟଣା ନୁହେଁ। ବାଇବେଲ ଅନୁସାରେ ଏହା ହେଉଛି ପ୍ରଭୁଙ୍କ ଆଗମନର ଲକ୍ଷଣ। ମାଥିଓ 24 ଅଧ୍ୟାୟର 6-7 ପଦରେ ଲେଖା ଅଛି, ତୁମ୍ଭେମାନେ ଯୁଦ୍ଧ ଓ ଯୁଦ୍ଧର ଜନରବ ଶୁଣିବ। ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ। ଏହି ସବୁ ଘଟଣା ଜଗତରେ ଏକ ଅଶାନ୍ତିର ବାତାବରଣ ସୃଷ୍ଟି କରିବ, ଯାହାଫଳରେ ଭଣ୍ଡ ଖ୍ରୀଷ୍ଟ ଶାନ୍ତିର ବାର୍ତ୍ତା ନେଇକି ଆସିବ। ବର୍ତ୍ତମାନ ଆମେରିକାର ପତନ ଆରମ୍ଭ ହୋଇଛି। ଆମେରିକା ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମଲା ଏବଂ ପ୍ରାକୃତିକ ବିପତ୍ତି ଆସିବାର ସମ୍ଭାବନା ଅଛି। ଆମେରିକା ଶକ୍ତିହୀନ ହେଲେ ଇସ୍ରାଏଲ ଅସହାୟ ହୋଇପଡ଼ିବ। ବାସ୍ତବରେ ପ୍ରକାଶିତ ବାକ୍ୟରେ ଆମେରିକା ପରି ଶକ୍ତିଶାଳୀ ଦେଶର ଉଲ୍ଲେଖ ନାହିଁ, ଯାହାର ଅର୍ଥ ଶେଷ ସମୟରେ ତାହାର କୌଣସି ପ୍ରଭାବ ରହିବ ନାହିଁ। ଗାଲାତୀୟ 4 ଅଧ୍ୟାୟର 24 ପଦରେ ଲେଖା ଅଛି, କିନ୍ତୁ ଊର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା, ସେ ଆମ୍ଭମାନଙ୍କର ଜନନୀ। ଆମେ ସାଂସାରିକ ଦେଶ ଅପେକ୍ଷା ସ୍ୱର୍ଗୀୟ ଜେରୁସାଲେମ ପ୍ରତି ଧ୍ୟାନ ଦେବା ଉଚିତ। ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧର ପରିସ୍ଥିତି ଆସିବ, ସେତେବେଳେ ଜଣେ ବ୍ୟକ୍ତି ବିଶ୍ୱ ଶାନ୍ତିର ଦୂତ ହୋଇ ଆସିବେ। ସେ ହିଁ ଭଣ୍ଡ ଖ୍ରୀଷ୍ଟ। ସେ ଇସ୍ରାଏଲରେ ତୃତୀୟ ମନ୍ଦିର ନିର୍ମାଣ କରିବ ଏବଂ ପ୍ରଥମେ ଶାନ୍ତି ସ୍ଥାପନ କରିବ, କିନ୍ତୁ ପରେ ସେ ନିଜର ପ୍ରକୃତ ରୂପ ଦେଖାଇବ। ରୋମୀୟ 9 ଅଧ୍ୟାୟର 27 ପଦରେ ଲେଖା ଅଛି, ଇସ୍ରାଏଲ ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେ। ଆପଣ ଇସ୍ରାଏଲରେ ଜନ୍ମ ହୋଇଛନ୍ତି କିମ୍ବା ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହୋଇଛନ୍ତି, ତାହା ଆପଣଙ୍କ ପରିତ୍ରାଣର ଗ୍ୟାରେଣ୍ଟି ନୁହେଁ। ସମୁଦ୍ର କୂଳରେ ବାଲି ଅଗଣିତ, ସେମିତି ଦୁନିଆରେ ଯିହୁଦୀ କିମ୍ବା ଖ୍ରୀଷ୍ଟିଆନ କହୁଥିବା ଲୋକଙ୍କ ସଂଖ୍ୟା କୋଟି କୋଟି। କିନ୍ତୁ ପ୍ରଭୁ କ'ଣ ସମସ୍ତଙ୍କୁ ନେଇଯିବେ? ନା, ସେ କେବଳ ସେଇମାନଙ୍କୁ ନେବେ ଯେଉଁମାନେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବେ। ଅବଶିଷ୍ଟାଂଶର ଅର୍ଥ କ'ଣ? ଅବଶିଷ୍ଟାଂଶର ଅର୍ଥ ହେଉଛି ସେଇ ଅଳ୍ପ କିଛି ଲୋକ ଯେଉଁମାନେ ଦୁନିଆର ପାପ, ମନ୍ଦତା ଏବଂ ଭଣ୍ଡ ଶିକ୍ଷା ମଧ୍ୟରେ ଥାଇ ମଧ୍ୟ ନିଜକୁ ପବିତ୍ର ରଖିଛନ୍ତି। ଯେମିତି ସୋଦମ ଓ ଗମୋରା ବିନାଶ ହେବା ସମୟରେ କେବଳ ଲୋଟ ଏବଂ ତାଙ୍କ ପରିବାର ବଞ୍ଚିଥିଲେ, ସେମିତି ଏହି ଶେଷ କାଳରେ ଯେତେବେଳେ ମହାକ୍ଲେଶ ଆସିବ, କେବଳ ସେହି ଅଳ୍ପ ଲୋକ ରକ୍ଷା ପାଇବେ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ପ୍ରକୃତରେ ଗ୍ରହଣ କରିଥିବେ। ଏହା କେବଳ ଇସ୍ରାଏଲ ପାଇଁ ନୁହେଁ, ଆଜିର ଚର୍ଚ୍ଚ ପାଇଁ ମଧ୍ୟ। ଆପଣ ମଣ୍ଡଳୀ ଯାଉଛନ୍ତି, ଦଶମାଂଶ ଦେଉଛନ୍ତି, ଏତିକି ଯଥେଷ୍ଟ ନୁହେଁ। ଯଦି ଆପଣ ପ୍ରଭୁଙ୍କ ପ୍ରକୃତ ବାକ୍ୟକୁ ମାନୁନାହାନ୍ତି ଏବଂ ଦୁନିଆର ରୀତିନୀତିରେ ଚାଲୁଛନ୍ତି, ତେବେ ଆପଣ ସେହି ଅଗଣିତ ବାଲି ଭିତରେ ରହିଯିବେ ଯେଉଁମାନେ ବିନଷ୍ଟ ହେବେ। ପରମେଶ୍ୱର ସବୁ ପାପକୁ କ୍ଷମା କରିପାରନ୍ତି, କିନ୍ତୁ ନିର୍ଦ୍ଦୋଷର ରକ୍ତପାତକୁ ସେ କେବେ ବି ସହ୍ୟ କରନ୍ତି ନାହିଁ। ଏପଷ୍ଟାଇନ୍ ଆଇଲ୍ୟାଣ୍ଡ ବୋଲି ଗୋଟିଏ ସ୍ଥାନ। ସେହି ସ୍ଥାନ ସାଧାରଣ ଦ୍ୱୀପ ନଥିଲା, ଏହା ଥିଲା ଶୈତାନର ଏକ ଗୁପ୍ତ ସ୍ଥାନ। ସେଠାରେ ଦୁନିଆର ବଡ଼ ବଡ଼ ରାଜନେତା, ହଲିଉଡ୍ ଷ୍ଟାର ଏବଂ ପ୍ରଭାବଶାଳୀ ଲୋକମାନେ ଏକାଠି ହୋଇ ଛୋଟ ଛୋଟ ନିର୍ଦ୍ଦୋଷ ପିଲାମାନଙ୍କୁ କିଡ୍ନାପ୍ କରି ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ। ପୁରାତନ ନିୟମରେ ଲୋକମାନେ ନିଜ ପିଲାମାନଙ୍କୁ ମୋଲେକ୍ ଦେବତା ନିକଟରେ ଅଗ୍ନିରେ ବଳି ଦେଉଥିଲେ। ଆଜି ଏହି ଆଧୁନିକ ଦୁନିଆରେ ଏହି ବଡ଼ ବଡ଼ ଲୋକମାନେ ନିଜର ଯୌବନ ବଜାୟ ରଖିବା ପାଇଁ ଏବଂ ଶୈତାନକୁ ଖୁସି କରିବା ପାଇଁ ଶିଶୁମାନଙ୍କୁ ବଳି ଦେଉଛନ୍ତି। ସେମାନଙ୍କର ଶରୀରରୁ ବାହାରୁଥିବା ରକ୍ତ ଏବଂ ତଥ୍ୟକୁ ସେମାନେ ନିଜ ନିଶା ପାଇଁ ବ୍ୟବହାର କରୁଛନ୍ତି। ଏହାଠାରୁ ବଡ଼ ଘୃଣ୍ୟ ପାପ ଆଉ କ'ଣ ହୋଇପାରେ?
ଏପଷ୍ଟିନ୍ ଆଇଲ୍ୟାଣ୍ଡ ଯେମିତି ଆମେରିକାରେ ଅଛି, ସବୁ ଦେଶରେ ସେମିତି ଗୋଟିଏ ଆଇଲ୍ୟାଣ୍ଡ ଅଛି। ସେଇ ଦେଶରୁ ଛୁଆମାନଙ୍କୁ କିଡ଼ନାପ୍ କରିକି ନଷ୍ଟ କରୁଛନ୍ତି। 2024 ଓ 2025 2 ବର୍ଷ ଭିତରେ 52,000 ଛୁଆମାନେ ଇଣ୍ଡିଆରେ କିଡ଼ନାପ୍ କରାଗଲା। କେଉଁଠି ଗଲେ? କେବଳ ଜାନୁଆରୀ ମାସରେ 800ଟି ଛୁଆମାନଙ୍କୁ କିଡ଼ନାପ୍ କରାଗଲା। କେବଳ ଦିଲ୍ଲୀରେ। କେଉଁଠି ଯାଉଛନ୍ତି ଜଣାପଡ଼ୁନି, ମିଳୁନାହାନ୍ତି। ଏପଷ୍ଟିନ୍ ଆଇଲ୍ୟାଣ୍ଡରେ କ'ଣ ହୁଏ? ସେଇଠି ଛୁଆମାନଙ୍କୁ ବଳି ଉତ୍ସର୍ଗ କରନ୍ତି, ଆଉ ଛୁଆମାନଙ୍କୁ ନଷ୍ଟ କରିଦେଇକି ତାଙ୍କୁ ଯେଉଁ ଶିଶୁ ଜନ୍ମ ହେଉଥିଲା ତାକୁ ସୁପ୍ କରିକି ଖାଉଥିଲେ, ଯେପରିକି ସେମାନଙ୍କର ବଡ଼ିରେ ଆଉ ବୁଢ଼ା ହେବେ ନାହିଁ। ଆପଣାର ସୌନ୍ଦର୍ଯ୍ୟ ପାଇଁ ସେମିତି କରୁଥିଲେ। ଏମାନଙ୍କୁ ଦଣ୍ଡ ନ ମିଳିଲେ ଆଉ କାହାକୁ ମିଳିବ? ଆପଣ ଭାବୁଛନ୍ତି କି ଆମେରିକା ଏକ ଖ୍ରୀଷ୍ଟିଆନ ଦେଶ ହୋଇଥିବାରୁ ପ୍ରଭୁ ତାକୁ ଛାଡ଼ିଦେବେ? ବିଲକୁଲ ନୁହେଁ। ଯେତେବେଳେ ସୋଦମ ଓ ଗମୋରାରେ ନିର୍ଦ୍ଦୋଷଙ୍କ ଚିତ୍କାର ପରମେଶ୍ୱରଙ୍କ କର୍ଣ୍ଣରେ ପହଞ୍ଚିଲା, ପ୍ରଭୁ ସେଇ 2ଟି ସହରକୁ ଅଗ୍ନିରେ ନଷ୍ଟ କରିଦେଲେ। ଆଜି ଆମେରିକାର ଏଇ ବଡ଼ ବଡ଼ ନେତାମାନେ ଯେଉଁ ପାପ କରୁଛନ୍ତି, ତାହାର ଚିତ୍କାର ଆଜି ସ୍ୱର୍ଗରେ ପହଞ୍ଚିଛି। ସେଥିପାଇଁ ଆମେରିକାର ପତନ ହେବ। ଜିହିଜିକଲ୍ 22 ଅଧ୍ୟାୟର 24 ପଦରେ ଲେଖା ଅଛି, ଯାଜକ ଓ ନେତାମାନେ ପବିତ୍ର ଓ ଅପବିତ୍ର ମଧ୍ୟରେ କିଛି ଫରକ ରଖିଲେ ନାହିଁ। ଏଇ ଏପଷ୍ଟାଇନ୍ ଆଇଲ୍ୟାଣ୍ଡର ଘଟଣା ପ୍ରମାଣ କରୁଛି ଯେ ମଣିଷ ପଶୁଠାରୁ ବି ହୀନ ହୋଇଗଲାଣି। ଏହି ସବୁ ପାପ ପାଇଁ ହିଁ ଜଗତରେ ମହାମାରୀ, ଦୁର୍ଭିକ୍ଷ ଏବଂ ଯୁଦ୍ଧ ଆସୁଛି। ଏପଷ୍ଟାଇନ୍ ଆଇଲ୍ୟାଣ୍ଡ କେବଳ ଏକ ଦ୍ୱୀପ ନୁହେଁ, ଏହା ହେଉଛି ଶେଷ କାଳର ସେହି ପାପର ପୂର୍ଣ୍ଣତା। ଯେତେବେଳେ ପାପର ସୀମା ବଢ଼ିଯାଏ, ସେତେବେଳେ ନ୍ୟାୟବାନ ପରମେଶ୍ୱରଙ୍କ ବିଚାର ଆସିଥାଏ। ତେଣୁ ଆମକୁ ପ୍ରାର୍ଥନା କରିବାକୁ ହେବ, ଯେପରି ଆମେ ଏହି ପାପପୂର୍ଣ୍ଣ ଜଗତରୁ ନିଜକୁ ପବିତ୍ର ରଖିପାରିବା। ସମାଜରେ ପାପ ବଢ଼ିବା ଯୋଗୁଁ ବିଚାର ଆସିବା ସୁନିଶ୍ଚିତ। କେବଳ ଚାକିରି, ଟଙ୍କା ପାଇଁ ବ୍ଲେସିଂ ପ୍ରାର୍ଥନା କରିବା ଯଥେଷ୍ଟ ନୁହେଁ, ବରଂ ପରିତ୍ରାଣ ପାଇଁ ପ୍ରସ୍ତୁତ ରହିବା ଜରୁରୀ। ସମୟ ଅତି ଅଳ୍ପ। ଯେତେବେଳେ ବିପତ୍ତି ଆସିବ, ସେତେବେଳେ ସରକାର କିମ୍ବା ଟଙ୍କା କାମରେ ଆସିବ ନାହିଁ। କେବଳ ପ୍ରଭୁଙ୍କ ଶରଣାପନ୍ନ ହେଲେ ହିଁ ରକ୍ଷା ମିଳିବ। ପ୍ରଭୁ ଆମକୁ ଏହି ମହାକ୍ରୋଧରୁ ରକ୍ଷା କରନ୍ତୁ ଏବଂ ତାଙ୍କ ଦ୍ୱିତୀୟ ଆଗମନ ପାଇଁ ପ୍ରସ୍ତୁତ କରନ୍ତୁ। ଆମେନ୍।